ଅଳ୍ପ ଟାଇମ ରେ ବହୁତ ଜଲ୍ଦି ବାଦାମ ବି ପଡୁଛି ଏ ମେସିନ ର। ତ ଦେଇକି ବାଦାମ ବାହାରୁଛି। ବାଦାମ ସରିଗଲା ପରେ ମେସିନ ର କେମିତି ଭରା ଯାଉଛି ବି ଦେଖି ଦଉଛି। ହେଲା ଆମ ଚିନା ବାଦାମ। ଏଇଟା ରହିବା ଜାଗା ଟା। ସାଙ୍ଗମାନେ ମୁଁ ହଉଛି ଯତୀନ। ତ ଆଉ ଏକ ନୂଆ ବ୍ଲଗ ରେ ଆପଣଙ୍କୁ ସ୍ୱାଗତ ଜଣାଉଛି। ତ ମୁଁ ଆଜି ଆସିଯାଇଛି ତ ଆମ ବିଲକୁ। ତ ଆଜି ଆମ ଚିନା ବାଦାମ ବାଡିରେ ପଡୁଛି। ତ ସବୁଥର ତ ଆମର ହଳ ମାନେ ଗାଁ ଷ୍ଟାଇଲ ହଳରେ ପଡୁଥିଲା। ତ ଏବେ ମୋ କାକା ଗୋଟେ ନୂଆ ମେସିନ ନେଇକି ଆସିଛନ୍ତି। ତ ମାନେ ଖର୍ଚ୍ଚ କମ ରେ ବହୁତ ଜଲ୍ଦି ବାଦାମ ବି ପକଉଛି। ତ ସେ ମେସିନ ଟା କଣ ମୁଁ ଆପଣଙ୍କୁ ଦେଖଉଛି। ତ ଆଗେ ମୁଁ ଆମ ବିଲ ଟା ମୁଁ ଦେଖଉଛି ତ କେତେ ବଡ ଏରିଆ। ତ କେତେ ଅଳ୍ପ ସମୟରେ ବାଦାମ ପକା ବି ଚାଲିଛି ମୁଁ ଦେଖଉଛି। ତ ଏଇଟା ହେଲା ଆମ ମାନେ ବିଲ। ତ କେତେ ବଡ ଏରିଆ ଟା ଦେଖିପାରୁଥିବେ ପୁରା ଫୁଲ ଏରିଆ। ତ ସେଇ ଏରିଆରେ ବାଦାମ ପକା ବି ଚାଲିଛି ଏବେ। ତ ମୋ କାକା ଦେଖିପାରୁଥିବେ ତ ଏଇ ମେସିନ ଟା ଆଣିଛନ୍ତି ତ ବାଦାମ ପକେଇବା ପାଇଁ। ବହୁତ ଜଲ୍ଦି ବାଦାମ ପକା ଚାଲିଛି ଦେଖଉଛି। ମାନେ ଯେମିତି ନଙ୍ଗଳର ଆମର ଯେମିତି ହଳିଆ ନିହାତି 15 ଜଣ ନିହାତି ଦରକାର ବାଦାମ ପକେଇବା ପାଇଁ। ତ ସେ ଜାଗାରେ ଆମର ଜଣେ ହେଲାକୁ ମାନେ ବାଦାମ ପକା ହେଇଯାଉଛି। ଗୋଟେ ଦିନ ନିହାତି 15 ଗୁଣ୍ଠରୁ 20 ଗୁଣ୍ଠ ନିହାତି ପକେଇ ଦେଇ ପାରୁଛନ୍ତି। ତ ସେଇ ଇଏରେ ବହୁତ ଅଳ୍ପ ଖର୍ଚ୍ଚରେ ବାଦାମ ପକା ବି ଚାଲିଛି ଆମର। ତ ଚିନା ବାଦାମ ତ ଦେଖିପାରୁଥିବେ ମୋ କାକା କେମିତି ନେଇକି ଯାଉଛନ୍ତି ବାଦାମ ପକଉଛି। ତ ଏଇଟା ମାନେ ଏଇ ବିକାଳ ତା ଖାଲି ବାଦାମ ପକା ହେଲେ ତ କେତେ ଜଲ୍ଦି ବାଦାମ ପକା ବି ହଉଛି। ଏଇ ଦେଖିପାରୁଥିବେ ପୁରା କେମିତି ବାଦାମ ପକଉଛି। ତ ୟାରି ଭିତରେ ବାଦାମ ଅଛି। ତ ଗୋଟେ ଗୋଟେ କରି ପଡୁଛି ବାଦାମ ପୁରା ଏମିତି ଲାଇନ କରି। ତ ଆମ ଚିନା ବାଦାମ ବି ଦେଖୁଛି ପୁରା। ଦେଖ ପୁରା ଚିନା ବାଦାମ ଆମର ମାନେ ଗାଁ ବାଲି ଏରିଆ। ତ ଏଇଟା ତ ବାଲି ଏରିଆରେ ଆମର ବାଦାମ ପଡୁଛି ପୁରା। ତ କେମିତି ବାଦାମ ବି ପକଉଛି ପୁରା ବହୁତ ଅଳ୍ପ ସମୟରେ ଆମର ବାଦାମ ପକା ବି ଚାଲିଛି। ମାନେ ଆମ ପାଇଁ ବହୁତ ସୁବିଧା ବି ହେଇଗଲା। ତ ବାଦାମ ପକେଇବା ପାଇଁ ପୁରା ସୁବିଧା। ମୋ କାକା ବି ବାଦାମ ପକଉଛନ୍ତି ବହୁତ ଜଲ୍ଦି ବି। ବାଦାମ ସରିଗଲା ପରେ ମେସିନ ର କେମିତି ଭରା ଯାଉଛି ବି ଦେଖି ଦଉଛି। ହେଲା ଆମ ଚିନା ବାଦାମ। ଏଇଟା ରହିବା ଜାଗା ଟା। ଏଇ ଜାଗାରେ ଭର୍ତ୍ତି ହଉଛି ବାଦାମ ଟା। କେତେ ସୁନ୍ଦର ବି। ତ କେତେ ଲେଖା ରହୁଛି ଗୋଟେ ଇଏର? କେତେ ଲେଖା ରହୁଛି କେଜି ନା 500? ତ ଇଏ ହେଲା ବକ୍ସ ପାଖରେ ଯେମିତି ପୁରା ବକ୍ସ। ତ ସିଙ୍ଗଲ କରି ପଡୁଛି। ଏ ମେସିନ ଡିଜାଇନ ଟା ଏମିତିକା। ଜଣେ ହେଲେ ହେଇଯିବ ବାଦାମ ପକେଇଦବ ପୁରା ଫୁଲ ଏରିଆ। କେତେ ସୁନ୍ଦର ମେସିନ ଟା ହେଇଛି। ତ ଇଏ ସାଇଡରେ ଦେଖିଥିବେ ଇଏ ତଳେ ବି ବାଦାମ ସିଙ୍ଗଲ ଏଇ ଲୁହା ଯେ ଦେଖାଯାଉଛି ତାହାରି ମାନେ ଯେତେବେଳେ ଘୁରୁଛି ତ ସେଇଥିରେ ହିଁ ବାଦାମ ପଡି ଯାଉଛି କେମିତି। ନୂଆ ମେସିନ ତ ଆମ ପାଇଁ ସବୁ ବହୁତ ସୁବିଧା। ଏବେ ଅଳ୍ପ ସମୟର ବହୁତ ଜଲ୍ଦି ବି ବାଦାମ ପକା ହବ। ସମୟ ବଞ୍ଚିବ। ତ ଆଉ ଆମର ହଳିଆ ନଙ୍ଗଳ ଆଉ ଦରକାର ନାହିଁ ଆମର। ଗୋରୁ ମାନେ ବାଦାମ ପକି ପକି ତା ପଛରେ ବି ବୁଝି ମାନେ ମହି ପକେଇବା ପାଇଁ ବି ହବନି। କେମିତି ବାଦାମ ବି ଦେଖଉଛି। ମହି ପକେଇ ବି ହଉନାହିଁ ମାନେ ତା ବାଦାମ ସାଙ୍ଗେ ସାଙ୍ଗେ ପକେଇ ଦିଆଯାଉଛି ତାପରେ ପରେ ବୁଝି ଦିଆଯାଉଛି ପୁରା। କେତେ କିଲୋ ଦେଖିବେ ଯୋଉ ବାଦାମ ପଡି ସାରିଲାନି ତା ପଛରେ ଗୋଟେ ଚକ ବି ଅଛି। ସେ ଚକ ଦ୍ଵାରା ପୁରା ବୁଝି ଦଉଛି ପୁରା। ବାଦାମ ପକେଇ ସାରିଲା ପରେ ତା ବୁଝି ଦଉଛି ପୁରା। ଏମିତି କେତେ ବଡ ଏରିଆର ବାଦାମ ପକା ବି ହେଇଗଲାଣି। ଜଣେ ମାନେ ଜଣେ ହେନେ ବାଦାମ ପକା ଫୁଲ ଏରିଆ ହେଇଯିବ। ଗୋଟେ ଦିନରେ ପୁରା ଏତେ ବଡ ଏରିଆ ବାଦାମ ପକା ହେଇଯିବ।
ତ ଏଇ ବିକାଳ 2ଟାରୁ ଆସିକି ମାନେ ଘଣ୍ଟେ ଭିତରେ ମାନେ ଏତେ ବଡ ଏରିଆ ମାନେ ବାଦାମ ପକା ବି ହେଇଗଲାନି। ତ କେତେ ସୁନ୍ଦର ବି ବାଦାମ ପକଉଛନ୍ତି। ତା ଭିତରେ ମଞ୍ଜି ରୁହେ କଣ ଏଇ ଡୋବାର ରୁହେ ଡୋବା କରିବ ଇଏକୁ ନା ଇଏ ତଳେ ଦଉଛି ଇଏ ତଳକୁ ଦଉଛି ପୁରା ବହୁତ ଛୋଟ ମେସିନ୍। ଏ ତଳେ ଦେଇକି ଦଉଛି ବାଦାମରେ କିସ ମିଶିଛି? ସାଲଫ୍ଲେକ୍ସ ଏ ସାପ ଆଉ କାହା କିଛି ନାହିଁ। ସାପ ମିଶା ହବ ଇଏ ମିଶା ହବ ବାଦାମ ଧରି ଭିତରେ ଖାଲି ବାରାକୁ ଡରା କିଛି ନା। ମୁଁ ମାନେ ଲାଇନରେ ଚାଲୁଛି କିଛି ଟେନସନ ନାହିଁ ମଣିଷ ଯେତେବେଳେ ନ ଥକିଏ ଚାଲିଲା। ଆଗରୁ ଡାକ ଏଇ ବିଲକୁ ଡାକ 5 ଜଣ 6 ଡାକ ଭଳିଆ ଖଞ୍ଜକ ନଙ୍ଗୁଳ ଖଞ୍ଜକ 7,000 ଟଙ୍କା ଲାଭ ହଉଛି ମୋ ବୁଝାକୁ। କେନେ କହୁଛି ଭଳିଆ 100-2,000 ଟଙ୍କା ନେଇ ଚାଲିଯିବ। ତାପରେ ବାଦାମ ପକା ଛୁଆକୁ ଡାକ ଆଳୁଦମ ଭୁଜା ଦେ। ନା ସବୁ ସେମ୍ ଜଣା ସେମ୍ ଜିନିଷ। ଏଇ ଡାଙ୍ଗୁଆ ନୁଆ କେତେ ସୁନ୍ଦର ବାଦାମ ପକା ଚାଲିଛି। ତିଆରି କରିଦେଇଛି ବସି ବସି ସବୁ ମଣିଷ ତିଆରି କରୁଛି ଆଉ କିଏ ସବୁ କିଏ ସବୁ ମଣିଷ ତିଆରି କରୁଛି। ତାର ଦିଆଯିବ ନା ସେ ତାର ଗୁଡା ମୁଁ କନେ ରୋଲ କରିବ ଆଙ୍ଗୁଳି କାଢୁ ଛୋଟିଆ ମେସିନ ଟା ବହୁତ ଜଲ୍ଦି କାମ କରୁଛି। ୟା ଭିତରେ ପୁରା ବାଦାମ ଏଇ ରହୁଛି ବାଦାମ। ତ ୟାରି ମାନେ ୟାରି ଭିତର ଦେଇକି ବାଦାମ ବାହାରୁଛି ଏଇଟା ନା ତାପରେ ଖୁଲି ଯାଉଛି। ଏଇଟାକୁ ଆଡି ଦେଲାକୁ ଏଟା ମାନେ ଏଟା ଚାପୁଡି ଚଲେଇଲାକୁ ସ୍ପ୍ରିଙ୍ଗ ଦ୍ୱାରା ଖୁଲି ଯାଉଛି ଆଉ। ତ ଆମ ପାଇଁ ବହୁତ ଫେସିଲିଟି ଭଲ ହେଇଗଲା। ଯୋଉ ମାନେ ଗୋଟେ ଦିନରେ ସବୁ କାମ ସରିଯିବ ବାଦାମ ପକା। ତ ଆମ ଏରିଆରେ ତ ମାନେ ବାଦାମ ଆଜି ପକେଇ ଦିଆଯାଉଛି ତ ଆମ ଏରିଆର ବାହାରା ବହୁତ ବାହାରା ମାନେ ସେ ଆସିକି ତାଡି ଦେଇଯିବ ମାନେ ବାଦାମ ସବୁ ଖାଇ ଦେଇଯିବ। ତା ପାଇଁ ଖାଲି କଣ କରାଯିବ ଖାଲି ଭାବିବା ଦରକାର। ଏଇ ଯେ ଲୁହା ଇଏଟା ଅଛି ସେଇ ମାନେ ଗୋଟେ ଇଏର ସେଇନ ପଡୁଛି ବାଦାମ ଯାହା ବାଦାମ ଆମ ମାଟି ତଳ ପୁରା ଫୁଟି ଯାଉଛି। ବହୁତ ସୁବିଧା ହେଇଯିବି। ତ ଯୋଉମାନଙ୍କର ଯଦି ଏଇ ମେସିନ ଦରକାର ତ ନିହାତି କମେଣ୍ଟରେ ଜଣେଇବେ ଆପଣଙ୍କୁ ମୁଁ। ତ କେତେ ସୁନ୍ଦର ବାଦାମ ବି ପଡୁଛି ଦେଖିବେ। ତ ଯାହାଙ୍କର ବି ଏଇ ମେସିନ ଦରକାର ତ ନିହାତି କମେଣ୍ଟ କରିବେ। ତ ଆପଣଙ୍କୁ ଆମେ ସୁବିଧାରେ ବି ଆଣି ଦେଇପାରିବୁ ସବସିଡି ଅଛି। ତ ଏ ମେସିନ ର ରେଟ୍ ହଉଛି 12,000 ନା 13,000। ତ ସବସିଡି ସହ ମିଳିବ ଆପଣଙ୍କୁ 7,200 କି 300 ଟଙ୍କା ପଡିଯିବ ଏ ମେସିନ ଟା। ତ ଯୋଉମାନଙ୍କର ଦରକାର ନିହାତି କମେଣ୍ଟ ନିହାତି ଜଣେଇବେ। ତ ଆଜି ପାଇଁ ବ୍ଲଗ ଶେଷ କରୁଛୁ। ତ ପୁଣି ଦେଖାବ ଆଉ ଏକ ନୂଆ ବ୍ଲଗ ରେ। ଯଦି ଭିଡିଓ ଭଲ ଲାଗେ ଲାଇକ୍ ସବସ୍କ୍ରାଇବ ଏବଂ କମେଣ୍ଟ କରିବେ। ଯଦି ଫେସବୁକ ପେଜ ଦେଖୁଛନ୍ତି ତାହେଲେ ନିହାତି ଫଲୋ କରିବେ। ଚାଲୁ ଜୟ ଜଗନ୍ନାଥ। ପୁଣି ଦେଖାବ ଆଉ ଏକ ନୂଆ ବ୍ଲଗ ରେ। ଚାଲୁ ବାଏ ବାଏ। ଦେଖିଲେ ତ ଆମ କାକା ତ ନୂଆ ମେସିନ ଆଣିଛନ୍ତି ବାଦାମ ପକେଇବା ପାଇଁ। ଦେଖେଇଥିଲି ତ ଥରେ ତ ଆପଣ ଦେଖିଥିବେ ଯେ ମୁଁ ଧାନ କାଟା ପାଇଁ ଆସିଥିଲେ। ତ ଏଥର ବାଦାମ ପକେଇବା ପାଇଁ ଚିନା ବାଦାମ ପକେଇବା ପାଇଁ ଆସିଛି। ତ ଆମ ଗାଁ ର ମାନେ ସବୁ ମେସିନ ହେଇଯାଉଛନ୍ତି। ତ ଆଗରୁ ମାନେ ବଳଦ ଥିଲେ ମାନେ ନଙ୍ଗଳରେ ପଡୁଥିଲା ବାଦାମ ତ ସେ ସିଷ୍ଟମ ତ ନାହିଁ ଏବେ ସବୁ ତ ଉଠିଗଲାନି।
ତ ଆସ୍ତେ ଆସ୍ତେ ସବୁ ମେସିନ୍ ଯୁଗ ହେଲାନି, ଲୋକଙ୍କ କାମ ମେସିନ୍ ଛଡି ନଉଛନ୍ତି, ଛଡି ଯାଉଛି। ତ ସେ ଏବେ ମେସିନ୍ ନଉଛି, ଅଳ୍ପ ସମୟରେ ବହୁତ କାମ ହଉଛି। ତ ଲୋକମାନେ ଆଉ ପସନ୍ଦ କରୁନାହାନ୍ତି ଯେ ଲୋକଙ୍କ ଦ୍ୱାରା କାମ କରିବା। ତ ଏବେ ସବୁ ମେସିନ୍ ଯୁଗ, ତ ମେସିନ୍ର ହିଁ କାମ ହେଇଯାଉଛି। ତ ଯାହା ବି ହଉ ପଛେ ଆମ ଅଳ୍ପ ସମୟରେ ବେଶୀ କାମ ହଉଛି। ତ ତ ମୁନା କେମିତି ହେଇଛି ମେସିନ୍ର କାମଟା ଆମର? କାମ ତ ବହୁତ ଜଲ୍ଦି ହଉଛି, ଏନେ ଧର ଗରିବ ଲୋକମାନେ କାମ ପାଉନାହାନ୍ତି, ସେଟା ବି ବୁଝତେ ହବ ନା। ତଥାପି ଏବେକା ଯୁଗର ଲୋକମାନେ ଫାଇଦା ଖୋଜୁଛନ୍ତି, କେହି କାହାରି ଦୁଃଖ ଦେଖୁନାହାନ୍ତି। ତ ଯାହା ବି ହଉ ଏମିତି। ତ ଭିଡ଼ିଓ ଯଦି ଭଲ ଲାଗେ ତାହେଲେ ଲାଇକ୍, ସବସ୍କ୍ରାଇବ୍ ଏବଂ ସେୟାର ନିହାତି କରିବେ। ଯଦି ଫେସବୁକ୍ ପେଜ୍ ଦେଖୁଛନ୍ତି ନିହାତି ଫଲୋ କରିବେ। ତ ଚାଲୁ, ଜୟ ଜଗନ୍ନାଥ। ପୁଣି ଦେଖା ହବ ଆଉ ଗୋଟେ ବ୍ଲଗରେ, ଆଉ ଗୋଟେ ନୂଆ ଭିଡ଼ିଓରେ। ତ ଚାଲୁ, ବାଏ।